तेबे घरे एई जिनिसरू गोटिए भी थिले सरकार काटिदेब राशन कार्ड। तेबे घरे एई जिनिस थिले तुरंत सरेंडर कर दियंतु आपणकर राशन कार्ड, नचे सरकार नहीं पारंती बड़ कार्यानुष्ठान। तेबे जातीय खाद्य सुरक्षा अधिनियम अनुजाई भारत रे खाद्य विभाग द्वारा गरीब लोकों को राशन कार्ड प्रदान कराई। ଏହି ରାସନ କାର୍ଡ ଆଧାରରେ ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ ରାସନ କାର୍ଡ ଯୋଗାଇ ଦେଉଛି। ଏ ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ଆବଶ୍ୟକତା ପାଇଁ ରାସନ କାର୍ଡ ପ୍ରସ୍ତୁତ କରାଯାଇଛି। ଏବେ ଫ୍ରେଣ୍ଡସ୍, ବିଭିନ୍ନ ରାଜ୍ୟରେ ସେମାନଙ୍କର ରାସନ କାର୍ଡ ତିଆରି ପାଇଁ ବିଭିନ୍ନ ସୁବିଧା ଅଛି। ତେବେ କେତେକ ରାଜ୍ୟ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ରାସନ କାର୍ଡ ପାଇଁ ଆପ୍ଲାଏ ମଧ୍ୟ କରାଯାଏ। ତେବେ ଅନ୍ୟ କେତେକ ରାଜ୍ୟ କେବଳ ଅଫଲାଇନ୍ ପ୍ରକ୍ରିୟା ମାଧ୍ୟମରେ ରାସନ କାର୍ଡ ଆବେଦନ ଗ୍ରହଣ କରନ୍ତି। ଏବେ ରାସନ କାର୍ଡ ପାଇବା ପାଇଁ ଭାରତ ସରକାର ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ସ୍ଥିର କରିଛନ୍ତି। ଯଦି କୌଣସି ବ୍ୟକ୍ତି ଏକ ପ୍ଲଟ୍, ଫ୍ଲାଟ୍ କିମ୍ବା ଘର ସମେତ 100 ବର୍ଗ ମିଟରରୁ ଅଧିକ ଜମିର ମାଲିକ ହୁଅନ୍ତି, ତେବେ ସେମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହନ୍ତି। ତେବେ ଯଦି କାହାର କାର କିମ୍ବା ଟ୍ରାକ୍ଟର ପରି 4 ଚକିଆ ଯାନ ରହିଛି, ତେବେ ସେ ମାଲିକମାନେ ରାସନ କାର୍ଡ ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି। ତେବେ ଯେଉଁମାନଙ୍କ ଘରେ ରେଫ୍ରିଜରେଟର କିମ୍ବା ଏୟାର କଣ୍ଡିସନର ଅଛି, ସେମାନେ ରାସନ କାର୍ଡ ଆବେଦନ ମୋଟେ କରିପାରିବେ ନାହିଁ। ତେବେ ଯଦି ପରିବାରର କାହାର ସରକାରୀ ଚାକିରି ଅଛି, ତେବେ ସେ ସରକାର ସେମାନଙ୍କୁ ରାସନ କାର୍ଡ ଦେବେ ନାହିଁ। ତେବେ ପରିବାରର ବାର୍ଷିକ ଆୟ ଗ୍ରାମରେ 2 ଲକ୍ଷରୁ କମ୍ ଏବଂ ସହରରେ 3 ଲକ୍ଷରୁ କମ୍ ହେବା ଉଚିତ। ତେବେ ଯଦି ପରିବାରର ଆୟ ଏହି ସୀମା ଅତିକ୍ରମ କରେ, ତେବେ ସେମାନଙ୍କୁ ରାସନ କାର୍ଡ ଦିଆଯିବ ନାହିଁ। ତେବେ ପରିବାରର ବାର୍ଷିକ ଆୟ 2 ଲକ୍ଷରୁ କମ୍ ଏବଂ ସହରରେ 3 ଲକ୍ଷରୁ କମ୍ ହେବା ଉଚିତ। ଯଦି ପରିବାରର ଆୟ ଏହି ସୀମା ଅତିକ୍ରମ କରେ, ତେବେ ସେମାନଙ୍କ ରାସନ କାର୍ଡ ଦିଆଯିବ ନାହିଁ। ତେବେ ଯେଉଁମାନେ ଟିକସଯୋଗ୍ୟ ଆୟ କରନ୍ତି ଏବଂ ବାର୍ଷିକ ଆୟକର ଦାଖଲ କରନ୍ତି, ତେବେ ସେମାନେ ମଧ୍ୟ ରାସନ କାର୍ଡ ପାଇଁ ଅଯୋଗ୍ୟ। ଆପଣମାନଙ୍କର ଏଥିରେ କ'ଣ ମତ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବେ ଜଣାନ୍ତୁ।